ବ୍ୟାଙ୍କ ସମ୍ମୁଖରେ ଭଉଣୀର ଶବ ରଖି ଟଙ୍କା ମାଗିଲା ଭାଇ, ମଶାଣିରୁ ଖୋଳି ଆଣିଲେ ମୃତଦେହ। ପାଟଣା କେଉଁଝର ଜିଲ୍ଲା ପାଟଣା ବ୍ଲକ ମଲ୍ଲିପୋଷି ଅଞ୍ଚଳରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଜଣେ ବୃଦ୍ଧ ନିଜ ମୃତ ଭଉଣୀର ଜମା ଟଙ୍କା ପାଇବା ପାଇଁ ମଶାଣିରୁ ଶବ ଖୋଳି ଆଣି ବ୍ୟାଙ୍କ ସମ୍ମୁଖରେ ରଖିବା ଘଟଣା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମଲ୍ଲିପୋଷି ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ସମ୍ମୁଖରେ ଶବ ରଖି ଟଙ୍କା ଦାବି କରିଛନ୍ତି ଜିତୁ ମୁଣ୍ଡା। ମୃତ ଭଉଣୀ କାଲା ମୁଣ୍ଡାଙ୍କର ବ୍ୟାଙ୍କ ଖାତାରେ ଥିବା 19,300 ଟଙ୍କା ଉଠାଇବା ପାଇଁ ଏହି ଚରମ ପଦକ୍ଷେପ ନେଇଛନ୍ତି ଭାଇ। କର୍ତ୍ତୃପକ୍ଷ ଟଙ୍କା ଦେବାକୁ ମନା କରିବାରୁ ଜିତୁ ମୁଣ୍ଡା ମଶାଣିରୁ ଶବ ଖୋଳି ଆଣିଥିଲେ। ସୂଚନା ଅନୁଯାୟୀ ଡିଆନାଳି ଗାଁର ଜିତୁ ମୁଣ୍ଡା 2 ଦିନ ପୂର୍ବରୁ ନିଜ ଭଉଣୀଙ୍କ ଜମା ଟଙ୍କା ପାଇଁ ବ୍ୟାଙ୍କ ଯାଇଥିଲେ, କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ ଟଙ୍କା ଦେବା ପାଇଁ ମନା କରିଦେଇଥିଲେ। ସମ୍ଭବତଃ କାଗଜପତ୍ର କିମ୍ବା ଆଇନଗତ ପ୍ରକ୍ରିୟା ଯୋଗୁଁ ଏହି ସମସ୍ୟା ଉପୁଜିଥିଲା। ଏଥିରେ ଅସନ୍ତୁଷ୍ଟ ହୋଇ ସେ ଏହି ନିଆରା ତଥା ସମ୍ବେଦନଶୀଳ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଥିଲେ। ମଶାଣିରୁ ଶବ ଖୋଳି ଆଣିଥିଲେ। କିଛି ଦିନ ତଳେ ଭଉଣୀ କାଲା ମୁଣ୍ଡାଙ୍କର ମୃତ୍ୟୁ ହୋଇଥିଲା ଏବଂ ତାଙ୍କୁ ସମାଧି ଦିଆଯାଇଥିଲା। ବ୍ୟାଙ୍କରୁ ସହଯୋଗ ନ ମିଳିବାରୁ ଜିତୁ ମୁଣ୍ଡା ମୃତଦେହକୁ ପୋତା ଯାଇଥିବା ସ୍ଥାନରୁ ଖୋଳି ବାହାର କରିଥିଲେ ଏବଂ ତାଙ୍କୁ ବ୍ୟାଙ୍କ ସମ୍ମୁଖକୁ ନେଇ ଏହି ପ୍ରତିବାଦ କରିଥିଲେ। ଏହି ଦୃଶ୍ୟ ଦେଖି ଘଟଣାସ୍ଥଳରେ ଲୋକଙ୍କର ପ୍ରବଳ ଭିଡ଼ ଜମିବା ସହିତ ଉତ୍ତେଜନା ପ୍ରକାଶ ପାଇଥିଲା। ବ୍ୟାଙ୍କ ଭିତରେ ଥିବା କର୍ମଚାରୀ ଏବଂ ଗ୍ରାହକମାନେ ଏଭଳି ସ୍ଥିତି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବ୍ୟାଙ୍କ ପରିସରରେ ଏଭଳି ସ୍ଥିତି ଦେଖି କର୍ତ୍ତୃପକ୍ଷ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ବୃଦ୍ଧ ଜଣକୁ ବୁଝାସୁଝା କରିବା ସହିତ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ପରେ ମୃତଦେହକୁ ପୁନର୍ବାର ପୋତିବାର ବ୍ୟବସ୍ଥା କରାଯାଇଥିଲା। ଏହି ଘଟଣା ପ୍ରଶାସନ ଏବଂ ବ୍ୟାଙ୍କିଂ ପ୍ରକ୍ରିୟାରେ ଥିବା ଜଟିଳତା ଯୋଗୁଁ ସାଧାରଣ ଲୋକେ କିଭଳି ହଇରାଣ ହେଉଛନ୍ତି ତାହାର ଏହା ହେଉଛି ବଡ଼ ଉଦାହରଣ। କଣ ହେଇଥିଲା? ରାତି ରହିଲା ନାହିଁ ମୋର ଭଣଟା ନାଇଁ ରହିବି ସାଲାନ ଗୋଟେ ଦିଆ ହେଲା ଆଉ ସାଲାନ ଦିଆ ହେଲା ବେଳେ କହିଲା ମୁଁ ରହିବିନି, ଘରେ କେହି ନେଇ ଚାଲ 2 ଭାଇ ଭଉଣୀ ଯିବ ଘରକୁ। ତମ ଭଣୀଟା? ହଁ ଘରେ କେହି ନେଇ କହିଲା। ଏଠିକି କିସ ଆସିଛ? ଏଠି ବ୍ୟାଙ୍କ ପଇସା ରଖିଛୁ। କାହା ନାଁରେ ଅଛି ପଇସା? କେଉଁଝରରୁ ସ୍ପେଶାଲ ରିପୋର୍ଟର ଦଶରଥ ବାରିକଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।